ଆରେ ମା ତୁ ଏଠି ବସି ପଢୁଥା, ମୁଁ ଯାଉଛି ପାଣି ଆଣିବି। ପାଣି ଆଣିଲେ ମୁଁ ରୋଷେଇ କରିବି, ତାପରେ ତ ଖାଇକି ସ୍କୁଲ ଯିବୁ। ଆଚ୍ଛା ଠିକ ଅଛି ମା, ତୁମେ ଯାଅ। ତାପରେ ଚଢ଼େଇ ପାଣି ଆଣିବା ପାଇଁ ନଦୀକୁ ଗଲା। ପାଣି ନେଇ ଫେରିବା ସମୟରେ ଏଇ ରାସ୍ତାରେ ଘରକୁ ଗଲେ ଅନେକ ଡେରି ହେବ। ମୁଁ ଆଜି ଏ ଭିତର ରାସ୍ତା ଦେଇ ଘରକୁ ଯାଏ, ସେମିତି ହେଲେ ମୁଁ ଶୀଘ୍ର ଘରେ ପହଞ୍ଚି ପାରିବି। କେହି କଣ ନାହାନ୍ତି ମତେ ସାହାଯ୍ୟ କରିବା ପାଇଁ? ଅନେକ ଦିନରୁ ମୁଁ ପାଣି ପାଇନି, ମତେ ଭାରି କଷ୍ଟ ହେଉଛି। ମତେ କେହି ତ ପାଣି ଦିଅ, ନହେଲେ ମୁଁ ଶୁଖିଯିବି। ଗଛ ତୁମେ ଆଉ ମନ ଦୁଃଖ କରନି, ମୋ ପାଖରେ ପାଣି ଅଛି, ମୁଁ ଏବେ ତୁମ ମୂଳରେ ଢାଳୁଛି। ଚଢ଼େଇ ଯେମିତି ସେ ଶୁଖିଲା ଗଛ ମୂଳରେ ପାଣି ଢାଳିଲା, ଗଛଟି ସଙ୍ଗେ ସଙ୍ଗେ ସତେଜ ହେଇଗଲା। ଫଳ ପତ୍ରରେ ଆମ୍ବ ଗଛଟି ବହୁତ ସୁନ୍ଦର ଦେଖାଯାଉଥିଲା। ଏ କେମିତି ସମ୍ଭବ? ମୁଁ ପାଣି ଦେଉ ଦେଉ ଆମ୍ବ ଗଛରେ ଏତେ ଫଳ ଆଉ ପତ୍ର କେମିତି ଆସିଲା? ମୁଁ ସ୍ୱପ୍ନ ଦେଖୁନି ତ? ଚଢ଼େଇ ଏସବୁ ସ୍ୱପ୍ନ ନୁହଁ, ସତ। ପ୍ରକୃତରେ ମୁଁ ସାଧାରଣ ଗଛ ନୁହଁ, ମୁଁ ଗୋଟେ ଯାଦୁର ଗଛ। ଥରେ ଜଣେ ପରି ମୋ ଉପରେ ଖୁସି ହେଇ ମତେ ଶକ୍ତି ଦେଇଥିଲେ। ଏ ବର୍ଷ ବହୁତ ଗରମ ହେଉଛି, ଅନେକ ଦିନରୁ ବର୍ଷା ବି ହେଇନି। ବର୍ଷା ନ ହେବାରୁ ମୁଁ ଧୀରେ ଧୀରେ ଶୁଖି ଯାଉଥିଲି। ତୁ ଆଜି ମତେ ପାଣି ଦେବାରୁ ମୁଁ ମୋ ପୂର୍ବ ରୂପ ଫେରି ପାଇଲି। ତତେ ବହୁତ ବହୁତ ଧନ୍ୟବାଦ ଚଢ଼େଇ। ତୁ କଣ ଉପହାର ନେବୁ କହ? ନା ଆମ୍ବ ଗଛ, ତୁମକୁ ସାହାଯ୍ୟ ମୁଁ ଉପକାର ପାଇଁ କରିନି, ଓଲଟା ମୁଁ ତୁମକୁ ସାହାଯ୍ୟ କରିପାରି ଅନେକ ଖୁସି। ଏମିତି କହନି ଚଢ଼େଇ, ତୋ ପରି ଭଲ ପକ୍ଷୀ ମୁଁ ଖୁବ୍ କମ୍ ଦେଖିଛି। ତୁ ଉପହାର ନେଲେ ମୁଁ ଅନେକ ଖୁସି ହେବି। ଏଇ ଆମ୍ବକୁ ନେ, ତୋ ବଗିଚାରେ ଲଗେଇଦେବୁ। ଏଇ ଗଛ ବଡ଼ ହେଲେ ତୁ ତାକୁ ଯାହା ମାଗିବୁ ସେ ତତେ ସବୁ ଦେବ। ତା ସହ ଏଇ ଗଛର ଆମ୍ବ କେବେ ବି ସରିବନି। ଏତେ ସୁନ୍ଦର ଉପହାର ପାଇଁ ତୁମକୁ ଅନେକ ଅନେକ ଧନ୍ୟବାଦ ଯାଦୁର ଆମ୍ବ ଗଛ। ଏମିତି କହି ଚଢ଼େଇ ସେ ଆମ୍ବ ଆଉ କଳସୀ ଧରି ପୁଣି ଥରେ ନଦୀକୁ ଗଲା, ଆଉ ତାପରେ କଳସୀରେ ପାଣି ନେଇ ଘରକୁ ଗଲା। ମା ଆଜି ଆସୁ ଆସୁ ଏତେ ଡେରି କରିଦେଲ କାହିଁକି? ମୁଁ ଆଜି ସ୍କୁଲ ଯାଇ ପାରିଲିନି। ମା ଚଢ଼େଇ ତାର ଝିଅକୁ ସବୁ ଘଟଣା କହିଲା। ସବୁ ତ ଶୁଣିଲୁ ରେ ମା, ତୁ ମନ ଦୁଃଖ କରନି, କାଲିଠୁ ତୋର ସ୍କୁଲ ବନ୍ଦ ହେବନି, ତୁ ଠିକ ସମୟରେ ସ୍କୁଲ ଯାଇପାରିବୁ। ଆରେ ମା ତୁ ଏ ଆମ୍ବକୁ ନେ, ଏ ଆମ୍ବ ଆମ ଘର ଅଗଣାରେ ଲଗେଇଦେ। ଆଜି ଅନେକ ଡେରି ହେଲାଣି, ମୁଁ ଏବେ କାମକୁ ଯାଏ, ନହେଲେ ଚିଲ ଦିଦି ବହୁତ ରାଗିଯିବେ। ଠିକ ଅଛି ମା, ତୁମେ କାମକୁ ଯାଅ, ମୁଁ ଏବେ ଆମ୍ବ ଲଗେଇ ଦେଉଛି। ଚଢ଼େଇ ଛୁଆ ତାଙ୍କ ଘର ଅଗଣାରେ ଆମ୍ବକୁ ଲଗେଇଦେଲା। ସେପଟେ ଚଢ଼େଇ ଚିଲର ଜମିକୁ ଗଲା। ଚିଲର ଜମିରେ ଅନେକ ଚଢ଼େଇ କାମ କରୁଥିଲେ। ଏବେ ସମୟ ମିଳିଲା ତତେ କାମକୁ ଆସିବାକୁ? ଚଢ଼େଇ ତୁ ସବୁଦିନ ଏମିତି କରୁଛୁ, ଆଜିଠୁ ତୁ ଆମ ଜମିରେ କାମ କରିପାରିବୁନି। ନା ନା ଚିଲ ଦିଦି, ଏମିତି କୁହନି, ତୁମେ ଭଲ ଭାବରେ ଜାଣିଛ ଏ କାମ କରି ମୁଁ ମୋ ଘର ଚଳାଉଛି। ଦୟାକରି ମତେ ଏ କାମରୁ ବାହାର କରନି, ମୁଁ ଆଉ କେବେ ଡେରି କରିବିନି। ନା ମୁଁ ଥରେ କହିଲି ନା, ତୁ ଆଉ ମୋ ଜମିରେ କାମ କରିପାରିବୁନି। ତୋ ଜାଗାରେ ମୁଁ ଆଉ ଜଣଙ୍କୁ କାମରେ ରଖି ସାରିଲିଣି। ତୁ ଏବେ ମତେ ବିରକ୍ତ ନ କରି ଏଠୁ ଚାଲିଯା। ମା ଚଢ଼େଇ ମନ ଦୁଃଖରେ ଘରକୁ ଫେରି ଆସିଲା। ରାତି ହେବା ପରେ ମା ଆଉ କେତେ ସମୟ ଏମିତି ମନ ଦୁଃଖରେ ବସିବ? ଚିନ୍ତା କରନି, କାଲି ଆଉ କିଛି ନୂଆ କାମ ଖୋଜିବ, ତୁମକୁ ନିଶ୍ଚୟ କାମ ମିଳିଯିବ। ଅନେକ ରାତି ହେଲାଣି ମା, ଚାଲ ଏବେ ଶୋଇବା। ହଁ ରେ ମା ତୁ ଠିକ କହିଲୁ, ମୁଁ ଆଉ ମନ ଦୁଃଖ କରିବିନି, କାଲି ପୁଣି ମୁଁ କାମ ଖୋଜିବାକୁ ଯିବି। ଚାଲ ମା ଏବେ ଶୋଇବା। ଏଇ କଣ ରେ ମା, ମୁଁ ଯାହା ଦେଖୁଛି ତୁ ବି କଣ ସେଇଆ ଦେଖୁଛୁ? ହଁ ମା, ମୁଁ ବି ଆମ୍ବ ଗଛକୁ ଦେଖୁଛି। କାଲି ମୁଁ ଯୋଉ ଆମ୍ବ ଲଗେଇଥିଲି ସେଥିରୁ ଏ ଆମ୍ବ ଗଛ ବାହାରି ଏତେ ବଡ ହେଇଗଲା, ଆଉ ତା ସହ ଗଛରେ ବହୁତ ସାରା ଆମ୍ବ ଫଳିଛି। ଏସବୁ କେମିତି ସମ୍ଭବ ମା? ଏବେ ମନେ ପଡ଼ିଲା, ଆମ୍ବ ଗଛ କହିଥିଲେ ଏଇଟା ଯାଦୁର ଗଛ, ସେଥିପାଇଁ ଗଛ ଶୀଘ୍ର ବଡ ହେଇ ସେଥିରେ ଫଳ ଫଳିଛି ରେ ମା। ମା ସବୁ ଆମ୍ବ ଗୁଡ଼ିକ ପାଚିଲା ଦେଖାଯାଉଛି, ମୋ ପାଇଁ ଗୋଟେ ପାଳି ଦିଅ ନା, ମୁଁ ଖାଇବି।
ଆଚ୍ଛା ଠିକ ଅଛି, ମୁଁ ଏବେ ଗୋଟେ ଆମ୍ବ ପାରି ଦେଉଛି। ମା, ଆମ୍ବ ବହୁତ ମିଠା ହେଇଛି। ଏବେ ତୁମକୁ ଆଉ କାମ ଖୋଜିବାକୁ ପଡିବନି। ଏ ଆମ୍ବ ନେଇ ତୁମେ ବଜାରରେ ବିକ୍ରି କରିପାରିବ। ତୁ ଠିକ କହିଲୁ ରେ ମା, ମୁଁ ଆଜି ହିଁ କିଛି ଆମ୍ବ ପାଳି ବଜାରକୁ ନେବି। ତାପରେ ଚଢ଼େଇ କିଛି ଆମ୍ବ ପାଳି ବଜାରକୁ ନେଲା ଆଉ ବିକ୍ରି କଲା। ସେ ଆମ୍ବ ଗଛର ଆମ୍ବ ଜମା ବି ସରୁ ନଥିଲା। ମା ଚଢ଼େଇ ସେସବୁ ବିକ୍ରି କରି ଅନେକ ଟଙ୍କା ପାଇଲା। ଯିଏ ବି ବିପଦରେ ପଡୁଥିଲା ସେ ଚଢ଼େଇ ପାଖକୁ ଯାଉଥିଲା। ଚଢ଼େଇ ବି ସେମାନଙ୍କୁ ସାହାଯ୍ୟ କରୁଥିଲା। ଚିଲର ବ୍ୟବହାର ପାଇଁ କେହି ବି ତା ଜମିରେ ଆଉ କାମ କଲେ ନାହିଁ। ସେମାନେ ଚଢ଼େଇ ପାଖରୁ ସାହାଯ୍ୟ ପାଇ ନିଜର ଏକ ବ୍ୟବସାୟ ଆରମ୍ଭ କଲେ। ଏମିତି ଦେଖି ଚିଲ ଅନେକ ରାଗିଗଲା। ଏ ଚଢ଼େଇ ପାଇଁ କେହି ବି ମୋ ଜମିରେ କାମ କରିବାକୁ ଆସୁନାହାନ୍ତି। ଆଜି ରାତି ମୁଁ ତା ଆମ୍ବ ଗଛକୁ କାଟିଦେବି। ସେ ଆମ୍ବ ଗଛ ନ ରହିଲେ ମୁଁ ବି ଦେଖିବି ସେ କେମିତି ଅନ୍ୟମାନଙ୍କୁ ସାହାଯ୍ୟ କରିବ। ଏମିତି ଯୋଜନା ବନେଇ ରାତି ହେବା ପରେ ଚିଲ କୁରାଢ଼ୀ ଧରି ଚଢ଼େଇର ଘରକୁ ଗଲା। ସେ ଯେମିତି ଆମ୍ବ ଗଛରେ ଗୋଟେ ଚୋଟ ପକେଇଲା, ହଠାତ୍ ସେ ପଥର ପାଲଟି ଗଲା। କଣ ମୋ ସହ ଏସବୁ କଣ ହେଇଗଲା? ମୁଁ ଟିକେ ବି ହଲି ପାରୁନି କାହିଁକି? ମୁଁ କଣ ପଥର ପାଲଟି ଗଲି? ବଞ୍ଚାଅ, କିଏ ଅଛ? ମତେ ବଞ୍ଚାଅ। ଚିଲର ଚିତ୍କାର ଶୁଣି ଚଢ଼େଇ ଆଉ ତାର ଝିଅର ନିଦ ଭାଙ୍ଗିଗଲା। ସେମାନେ ବାହାରକୁ ଆସିଲେ। କଣ ଚିଲ ଦିଦି, ତୁମର ଏ ଅବସ୍ଥା କେମିତି ହେଲା? ଚଢ଼େଇ, ମୁଁ ତତେ ଈର୍ଷା କରି ତ ଗଛ କାଟିବାକୁ ଆସିଥିଲି, ଯାହା ଫଳରେ ଏଇ ଗଛ ମତେ ଶାସ୍ତି ଦେଲା। ମୁଁ ଏମିତି ପଥର ପାଲଟି ଗଲି। ମତେ ବଞ୍ଚା ଭଉଣୀ। ସେଦିନ ମୁଁ ଟିକେ ଡେରି କରିଦେଲି ବୋଲି ତୁମେ ମତେ କାମରୁ ବାହାର କରିଦେଇଥିଲ। ଆଉ ଆଜି ମୋ ଗଛ କାଟି ମୋ ରୋଜଗାର ବନ୍ଦ କରିବାକୁ ଆସିଥିଲ। ନା, ତୁମର କୌଣସି କ୍ଷମା ନାହିଁ। ତୁମେ ଶାସ୍ତି ପାଇବାର ଯୋଗ୍ୟ। ଭଉଣୀରେ, ମତେ ଗୋଟେ ସୁଯୋଗ ଦେ। ମୁଁ ମୋ ଭୁଲ ବୁଝି ପାରୁଛି। ମୁଁ ଆଉ କେବେ ବି ଏମିତି ଭୁଲ କରିବିନି। ମୁଁ କଥା ଦେଉଛି, ମତେ ଏଇ ଥରକୁ କ୍ଷମା କରି ଛାଡ଼ିଦେ। ଆଚ୍ଛା ଠିକ ଅଛି, ମୁଁ ତୁମକୁ ଗୋଟେ ସୁଯୋଗ ଦେଉଛି। ଗଛ, ତୁମେ ଚିଲ ଦିଦିଙ୍କୁ କ୍ଷମା କରିଦିଅ ଆଉ ତାଙ୍କୁ ମୁକ୍ତ କରିଦିଅ। ସେ ନିଜ ଭୁଲ ବୁଝି ସାରିଲେଣି। ଚଢ଼େଇର କଥା ଶୁଣି ଗଛ ଚିଲକୁ ମୁକ୍ତ କରିଦେଲା। ବହୁତ ବହୁତ ଧନ୍ୟବାଦ ଚଢ଼େଇ ଭଉଣୀ। ମୁଁ ତୋର ଉପକାର କେବେ ଭୁଲିବିନି।